ତୋଟା ଟିକେ ବୁଝିବାକୁ ଚାହୁଁଛି ବାବା। ରାଧା ନାମ ତତ୍ଵ। ଆଜ୍ଞା। ରାମ ରାଧା ରାଧା ନାମ। ହଁ ରାମ ନାମ ଏ ସବୁ ଛାଡିଥିଲେ ସେଟା ପଢିଛି। ରାଧା ମ କୃଷ୍ଣ ରାମ ରାଧା ହଁ କୃଷ୍ଣ ହଁ ବୁଝିଲ। ହଁ ହଁ ଆଚ୍ଛା ରାଧା ନାମ ତମେ ଯୋଉ କହୁଛ ରାଧା ନାମ ବା ମୁଁ ତାର ତତ୍ଵଟା ଛାଡିଛି ରାଧା ନିଧି ଯୋଗ ମାୟା। ହଁ 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 ହଁ। ତାକୁ ମୁଁ ଛାଡିଛି ରାଧା କୃଷ୍ଣ କିଏ ସେ ରାଧା କିଏ ସେ କୃଷ୍ଣ କିଏ ସେ ବିନ୍ଦୁ ହେଲେ କୃଷ୍ଣ ରାଧା ହେଲା ଅର୍ଦ୍ଧମାତ୍ରା। ଏ ହଁ ସବୁ ହଁ ସେ ଜୀବ ପରମ ହଁ ସେଇଥିରେ ତାହେଲେ। ହଁ ସେଇପା ଆଉ କଣ କି ରାଧାର ତତ୍ଵ। ହଁ ଆଉ ଗୋଟେ ବାବା ହଁ ଇଏ ମୁଁ ଏଇ ଗୀତାରୁ ପଢିଥିଲି। ହଁ ଆତ୍ମା କଣ ଆଉ ପରମ ବ୍ରହ୍ମ କଣ? ହଁ। ପରମାତ୍ମା କଣ ପରମ ପୁରୁଷ ଭଗବାନ କଣ? ହଁ ପରମାତ୍ମା ଆଉ ଆତ୍ମା କହିଲେ ଜୀବାତ୍ମା ବୁଝିଲ ହଁ ହଁ ଜୀବାତ୍ମା ପରମାତ୍ମା ଯିଏ ଗୋଟିଏ ଲୋକ ହେଲା ଆଜ୍ଞା ତମକୁ ମୁଁ କହୁଛି ସରଳରେ ବୁଝେଇ ଦେଇଥିଲି ତମେ ବର୍ତ୍ତମାନ ଚାକିରି କରିଛ ହେଲା ଆଜ୍ଞା ଆ ତମ ଘରକୁ ଆସିଲେ ତମ ସ୍ତ୍ରୀ କହିବ ସ୍ଵାମୀ ତମ ପୁଅ କହିବ ବାପା ହେଲା ହଁ 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 ଆଉ ଯଦି ବିଲରେ ଯାଇକି ତମେ ହଳ କରିବ ତମକୁ ବି ଜଣେ ଚାଷୀ ଲୋକ ସ୍କୁଲ ରେ ପାଠ ପଢେଇଲେ ତମେ ହେଲେ ମାଷ୍ଟର ହଁ ହଁ ଆଁ ତାହେଲେ ହଁ ମାଷ୍ଟର ଚାଷୀ ବାପା ସ୍ଵାମୀ ଏଇ ଏକ ବାସ୍ ସେଇଭଳି ପ୍ରକାରର ବ୍ରହ୍ମଙ୍କର ଆତ୍ମା ଜୀବାତ୍ମା ପରମାତ୍ମା ଇତ୍ୟାଦି ନାନାଦି ପ୍ରକାର ଗୋଟେ ଗୋଟେ ଭିନ୍ନ ଭିନ୍ନ କର୍ମ ନେଇକରି ଗୋଟେ ଗୋଟେ ରୂପ ଇଏ ସବୁ କର୍ମ ନେଇକି ବିଭାଗର ହଉଛି ନାମ ରହିଛି ବାସ୍ ହଁ କିନ୍ତୁ କର୍ମ କରୁଥିବା ଜଣେ ଏକ ସେଇ ହଁ ନିଜେ ସେ ନିଜେ ଗୋଟିଏ ଲୋକ ଗୋଟିଏ ସତ୍ତା ହଁ କିନ୍ତୁ ସେ ହଁ ଯୋଉ ଜାଗାରେ ଯୋଉଠି ରହୁଛି ତାର ନାଁ ଭିନ୍ନ ଭିନ୍ନ ହେଇଯାଉଛି ହଁ 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 ହୃଦୟରେ ରହିଲେ ଜୀବାତ୍ମା ହୁଁ ହୁଁ ଚିକୁଟ ରହିଲେ ପରମାତ୍ମା ଦୁଃଖ ଦୁଃଖରେ ରହିଲେ ପରମ ବ୍ରହ୍ମ ହଁ ବାବା ମୁଁ ଏଇଟାକୁ ଚାହୁଁଥିଲି ହଁ ମୁଁ ଇଏ କହୁଛି କୋଉ ଜାଗାର ତାଙ୍କର ପଇସାରେ ଶୁଣନ୍ତି କଣ୍ଠରେ ରହିଲେ ତାଙ୍କ ନାଁ ଶିବ ହଁ ଆଉ ହୃଦୟ ରହିଲେ ତାଙ୍କ ନାଁ ବିଷ୍ଣୁ ହଁ ନାଭିରେ ରହିଲେ ତାଙ୍କ ନାଁ ବ୍ରହ୍ମା ହଁ ହଁ ଆମର ଲିଙ୍ଗ ଚକ୍ର ରହିଲେ କନ୍ଦର୍ପ ନାଭରେ ରହିଲେ ଗଣେଶ ହଁ ତେଣୁ ସେ ଗୋଟିଏ ସତ୍ତା ଗୋଟିଏ ଶକ୍ତି ଯୋଉ ଜାଗାରେ ରହିବ ତାଙ୍କ ନାଁଟା ହେଲା ଅଲଗା ଯେମିତି କହିଲି ତମେ ଜଣୀୟ ମଣିଷ ଯେତେବେଳେ ଯାଇକି ପଶୁଛ ବିଲରେ ପହଞ୍ଚୁ ତମ ନାଁ ହେଇଯାଉଛି ଚାଷୀ ସ୍କୁଲ ହୁଁ କୁ ଗଲେ ତମ ନାଁ ହେଇଯାଉଛି ସାରେ ଘରକୁ ଆସିଲେ ପୁଅ ଆଗରେ ହେଇଯାଉଛ ବାପା ସ୍ତ୍ରୀ ଆଗରେ ହେଇଛ ସ୍ଵାମୀ ସେ ଜଣିଏ ଲୋକ ଯୋଉ ଯୋଉ କର୍ମ ନେଇକରି ଯୋଉ ଯୋଉ ନାମକରଣ କରାଯାଉଛି ସେଇଭଳି ଗୋଟିଏ ପରମ ବ୍ରହ୍ମ ସେ ସରି ଭିତରେ ଭିନ୍ନ ଭିନ୍ନ ଜାଗାରେ ରହିକରି ଭିନ୍ନ ଭିନ୍ନ ନାମକରଣ ତାଙ୍କର ହଉଛି ହଁ 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 ଏଇଟା ଠିକ ଏଇତ କଥା ଆଉ କଣ ଶୁଣ ଏଇ ଆମ ସେ ଦୟାନିଧି ପରମ ଦେବ ଆମର ହେଲେ ଗୁରୁ ନା ହେଲା ଆଜ୍ଞା ଆଜ୍ଞା ଦୟାନିଧି ପରମହଂସ ଦେବ କହନ୍ତି ନିଗମ ପଥ ଦୟା ପଥ ସମାନ ଆଜ୍ଞା ନିଗମ କାର୍ଯ୍ୟ ଦୟା କାର୍ଯ୍ୟ ସମାନ ଆଜ୍ଞା ନିଗମ ଯୋଉ ବାଟରେ ଯାଇଛି ଦୟା ସେ ବାଟରେ ଯାଇଛି ହେଲା କି ଆଜ୍ଞା ଆଜ୍ଞା ଯଦି ଯାଇଛି ଯଦି ଏକଥା ସତ ତାହେଲେ ଆଜ୍ଞା ଦୟାନିଧି ପରମହଂସ ଶିଷ୍ୟ ମାନଙ୍କୁ ଠିକ ମାର୍ଗରେ ନଉଛନ୍ତି ନିଗମାନନ୍ଦଙ୍କର କାହିଁକି ନାହିଁ ନିଗମାନନ୍ଦଙ୍କର ଯୋଗ ମାର୍ଗ କାହିଁକି ନାହିଁ ନିଗମାନନ୍ଦଙ୍କର ତମ ଭଳି ଆଉ ଜଣେ ମତେ ପଚାରଥିଲେ କହିଲେ ତାଙ୍କର ହଉଛି କଣ ତମେ ତାଙ୍କର ଗୋଟେ କଣ ଫର୍ମ ପୂରଣ କରିବ କରିସାରି ଆଜ୍ଞା ତମକୁ ଯିଏ କହିବେ ତମେ ଖାଲି ପୂଜା କର ସିଏ ତ କରିଦେଇଛନ୍ତି ତମେ ଆଉ କରିବ କଣ ତମେ ଖାଲି ପୂଜା କର ଇଏ କଣ ମନକୁ ପାଇବ କର୍ମ ନ କଲେଟି ଫଳ ମିଳିବ କି କେବେ ବିଶ୍ୱାସ ନ କର ଭାତ କହିଲେ କି ପୁତ କ୍ଷୁଧା ହୁଏବ ଦୂର କଣ ବୁଝିପାରୁଛ ନା ଆଜ୍ଞା ଆଜ୍ଞା ଆମକୁ କିଛି କର୍ମ କରିବା ପାଇଁ ପଡ଼ିବ ତାଙ୍କର କାହିଁକି ସେ କରାଯାଉନି ମୁଁ ମା କହିପାରିବିନି ମୁଁ ତ ଜାଣିନି ତାଙ୍କର କଣ କୋଉ ପ୍ରୋସେସ ରେ କରାଯାଇଛି ନିଗମାନନ୍ଦ ଜଣେ ମହାତ୍ମା ମହାପୁରୁଷ ସଦଗୁରୁ ଏଇଟା ଏକଦମ ଠିକ ହେଲା କି ଆଜ୍ଞା କିନ୍ତୁ ଆଜ୍ଞା ତାଙ୍କ ଶିଷ୍ୟ ମାନଙ୍କର କର୍ମ ତାଙ୍କ ଭଳି ନାହିଁ ନିଗମାନନ୍ଦ ଯୋଉ ପଥରେ ଯାଇଛନ୍ତି ସେ ପଥରେ କର୍ମ କାହିଁକି ଶିଷ୍ୟ ମାନଙ୍କୁ ଦେଇନାହାନ୍ତି ମୁଁ କହିପାରିବି କିନ୍ତୁ ଆମେ କରିବା କଥା ନକଲେ କିଛି ହେଇପାରିବନି ସଂଶୋଧନ କେମିତି ହବ ନ କଲେ ମୁଁ ତ ଆଜ୍ଞା ଜାଣିନି ସେ ଜ୍ଞାନ ଯଦି କଣ ଥିବ ଯଦି ମୋ ଜ୍ଞାନ ବାହାରେ ମୁଁ ମା ଏତିକି ଜାଣିନି ସେଇଟା ସେ କହୁଛନ୍ତି ଆମର ଯେ ଗୁରୁ ଭାଇ ଆମ ଉପରେ ଯେ ଗୁରୁ ଭାଇ ସେ କୁହନ୍ତି ଯେ ଆମର ଗୁରୁଦେବ ସବୁ ମାନେ ସାଧନା କରିସାରିଛନ୍ତି ହୁଁ ଆମେ ଖାଲି ତାଙ୍କର ସେଇଟା ମାନେ ସମାଧିସ୍ଥ ହେଲେ ସେ ସେଇ ଜୟ ଗୁରୁ ମନ୍ତ୍ର ଟା ହିଁ ରଖିଦେଇଛନ୍ତି ଥିବେ ଯଦି ତାଙ୍କୁ ଶହେ ଗୁରୁ ମନ୍ତ୍ର ପ୍ରାପ୍ତ ହେଇଛି ସେ ସେଇଥିରେ ଆଜ୍ଞା ସେ ଜୟଗୁରୁ କେତେ ବର୍ଷ ହେଲା ମା ଦୀକ୍ଷା ନେଲଣି ଆମେ 4-5 ବର୍ଷ ହେଲା ନେଲୁଣି 5 ବର୍ଷ ହେଲା ଜୟଗୁରୁ ମନ୍ତ୍ରକୁ ଜପ କରୁଛୁ ତ ହଁ ଜୟଗୁରୁ ମନ୍ତ୍ର ଜାପ କରୁଛି ଆଉ ଗୋଟେ ବାବା ଆମର ଗୋଟେ ମୋର
ମାନେ ଛୋଟ ବେଳରୁ ମୁଁ କୃଷ୍ଣ ଠାକୁରଙ୍କୁ ବହୁତ ଭଲ ପାଏ, ମାନେ ଜଗନ୍ନାଥ କୃଷ୍ଣଙ୍କୁ ମୁଁ ବହୁତ ଭଲ ପାଏ। ଯେତିକି ମୁଁ ସବୁବେଳେ ମାନେ ଗୁରୁଦେବଙ୍କର ଆଶୀର୍ବାଦ ହେବା ପୂର୍ବରୁ ମୁଁ କୃଷ୍ଣ ଠାକୁରଙ୍କୁ ପୂଜା କରୁଥିଲି। ଏବେ ବି କୃଷ୍ଣ ଠାକୁରଙ୍କୁ ରଖି କାହ୍ନାଙ୍କୁ ରଖି ପୂଜା କରୁଛୁ। ଆଉ ତେଣୁ ସେଟା କିଛି ବି ଅସୁବିଧା ହବ କି ଗୁରୁଦେବଙ୍କୁ ଆଉ କୃଷ୍ଣ ଠାକୁରଙ୍କୁ ରଖିକି ପୂଜା କଲେ ସେଟା କିଛି ନା ନା ଅସୁବିଧା ହବ? ଗୁରୁ କୃଷ୍ଣ ସହିତ ସମାନ। ଆଜ୍ଞା କୃଷ୍ଣ ଯିଏ ଗୁରୁ ସିଏ ରଖିଲେ କିଛି ଅସୁବିଧା ନାହିଁ ହେଲା କି? ଆଜ୍ଞା ତମେ ସବୁ ଆଜ୍ଞା ଯାହା ପୂଜା କରୁଛ କର, କିନ୍ତୁ ଗୁରୁଙ୍କର ଇଷ୍ଟ କର୍ମ ପ୍ରଥମେ ଧ୍ୟାନ କଲା ବେଳେ ଗୁରୁ ମୂର୍ତ୍ତି କି ଧ୍ୟାନ କର, ଗୁରୁଙ୍କୁ କୃଷ୍ଣ ରୂପରେ ଭାବିକି ଧ୍ୟାନ କର, କିଛି ଅସୁବିଧା ନାହିଁ ହେଲା। ହଁ ଆମେ ତ ପ୍ରଥମେ ଧ୍ୟାନ କଲା ବେଳେ ଗୁରୁଦେବଙ୍କୁ ହିଁ ଆଗ ଧ୍ୟାନ କରି ଗୁରୁଦେବ ଦର୍ଶନ ଦେଲେଣି? ନା ସେମିତି ବାବା ଆମେ ତ ସାଂସାରିକ ଭିତରେ ଆଉ ଏତେ ନିଷ୍ଠା ନିୟମ ଭିତରେ ଆମେ ପାଳନ କରିପାରୁନେ। ହଉ ଠିକ ଅଛି, ତମେ ଆଜ୍ଞା କରୁଥା, ଯଦି କିଛି ଜାଣିବା ପାଇଁ ଚାହିଁବା ଆସିପାରିବ, ମୁଁ କହିଦେବି ତମକୁ ଯାହା ତମେ ତମର ସନ୍ଦେହ ଥିବ ପଚାରିବ। ମୁଁ ଯଦି ଜାଣିଥାଏ, ମୁଁ କାଶୀ ପଣ୍ଡିତ ବୋଲି କହୁନି, ତମେ ପଚାରିବ ଯୋଉ ପ୍ରଶ୍ନ ମୁଁ ଯଦି ହଉ ବାବା ଜାଣିଥିଲି। ଆଜ୍ଞା ବାବା କେତେବେଳୁ କେତେଟା ଭିତରେ ଯିବା ପାଇଁ ଆପଣ ସାକ୍ଷାତ କରିବା ପାଇଁ ହେଇପାରିବ? ମୁଁ ତ ରହୁଛି ସବୁଦିନ, ଆସ କେତେବେଳେ ଆସ। ହଉ ବାବା ଧର ଆମେ ଧର ଗୁରୁଦେବଙ୍କର ଯୋଉ ଆଶୀର୍ବାଦ ଅଛି, ଧର ଆପଣଙ୍କ ପାଖକୁ ଯାଇ କିଛି ଶିକ୍ଷା କଲେ ସେଠି କିଛି ଅସୁବିଧା ଉପୁଜିବ କି? ନା ତମେ ଆଶ୍ରିତ ହେଇଛ, ଗୁରୁଙ୍କ ଇଷ୍ଟ କର୍ମ ତମେ କରିବ, ଆଉ ଶିକ୍ଷା ଆଜ୍ଞା ଲାଭ କରିପାରିବ ସମସ୍ତ ଠାରୁ, କିଛି ଅସୁବିଧା ନାହିଁ। କିଛି ଅସୁବିଧା ହବନି। କାହିଁକିନା ନିଗମାନନ୍ଦ ହଉଛନ୍ତି ପ୍ରକୃତ ସଦ୍ଗୁରୁ ହେଲା। ଆଜ୍ଞା ଆଜ୍ଞା ମୋର କହିବା କଥା ହଉଛି ସେ ସବୁ ଠିକ ସେ ଯାହା କହୁଛନ୍ତି, କିନ୍ତୁ ଆଜ୍ଞା ତମେ କିଛି କର୍ମ କରିବା ପାଇଁ ଚାହିଁବ, ସେ ଗୁରୁ ଭାଇ ମାନେ ହିଁ ତମକୁ ବତେଇବେ। ତାଙ୍କୁ ପଚାର ଯଦି କିଛି ସାଧନା କର୍ମ କିଛି ଅଛି କି, ସେ କହୁଛନ୍ତି ସାଧନା କର ନା ଖାଲି ଭକ୍ତି ମାର୍ଗରେ ଡାକ। ହଁ ସେ ଖାଲି କହୁଛନ୍ତି ଯେ ତୁମେ ସେମିତି କିଛି ସାଧନା ନାହିଁ, ଗୁରୁଦେବ ସବୁ ସାଧନା ସେମାନେ ଚାରି ଯୁଗ ଯୋଉ କରିଛନ୍ତି, ଚାରି ଦୀକ୍ଷା ନେଇଛନ୍ତି ଚାରି ଯୋଉ ଗୁରୁ ଯୁଗ ଗୁରୁ କରିଛନ୍ତି। ଚାରି ଗୁରୁ କହିଛନ୍ତି, ଯୁଗ ଗୁରୁ ପ୍ରେମ ଗୁରୁ ସେ ଯୋଉ କରିଛନ୍ତି, ତେଣୁ ସେ ହଉଛି ସେ କହିଲେ ଯେ ସେ ସବୁ ତମ ପାଇଁ ସାଧନା କରିଦେଇଛନ୍ତି, ତମେ ଖାଲି କର୍ମ ମାନେ ତମେ ନୈତିକ କର୍ମ କରିବ ସାଂସାରିକ, ଖାଲି ଗୁରୁଦେବଙ୍କ ନାମ ଧରୁଥିବ। ହଉ ଦେଖ ଯଦି ସେ କହିଛନ୍ତି, ମୁଁ ତ ସେ ବିଷୟରେ କିଛି ଜାଣିନାହିଁ ତାଙ୍କ ଆଚ୍ଛା ବିଷୟରେ। ଆମ ମନରେ ସେ ଆପଣଙ୍କ ଭିଡିଓ ଦେଖିକି ଏଇ ପ୍ରଶ୍ନ ଗୁଡା ଆସୁଛି ତ। ନା ଆମର କିନ୍ତୁ କର୍ମ ଅଛି କରିବାକୁ, ତାଙ୍କର କାହିଁ କର୍ମ ନାହିଁ ମୁଁ ସେଟା ଜାଣିନାହିଁ ମା। କିନ୍ତୁ ଆମର କିଛି କର୍ମ କରିବ, ତମେ ନିଜେ କିଛି କର୍ମ କରିବା ପାଇଁ ପଡିବ। ବାବା ଆମେ ଥର ସେ ଯୋଉ ପ୍ରଭୁଙ୍କୁ ଦର୍ଶନ ଗୁରୁଦେବଙ୍କୁ ଦର୍ଶନ କରିବା ପାଇଁ ହେଲେ ତାକୁ ସାଧନା କରିବାକୁ ହୁଏ। ସେ ଆମର ତ ମନ୍ତ୍ରଟା ଆମର ଆଜ୍ଞା ମାନେ ମୋର କଥା ଶୁଣ, ନିଗମାନନ୍ଦ ପଞ୍ଚସଖା ମାର୍ଗର ନୁହନ୍ତି। ନା ତାଙ୍କର ହେଲେ ଅଲଗା ମାର୍ଗ। ତେଣୁ ସେଇ ମାର୍ଗରେ ସିଏ କଣ ତାଙ୍କର ଦେଇଛନ୍ତି ମୁଁ କହିପାରିବି, କିନ୍ତୁ ଆମର ପଞ୍ଚସଖା ମାର୍ଗରେ ଆମର ସାଧନା ଅଛି, ଆମର କିଛି କର୍ମ ଅଛି, ଆମର କିଛି କର୍ମ କରିବା ପାଇଁ ଅଛି, କିନ୍ତୁ ତାଙ୍କର ତ କିଛି ନାହିଁ ବୋଲି କହୁଛନ୍ତି। ତାଙ୍କର ଯଦି ହାଇ ପାୱାର ହେଇଥିବ ତାହେଲେ ଆଉ ଆମେ ଜାଣିନୁ, ଆମର ଟିକେ ଲୋ ପାୱାର ବୁଝିଲ ନା। ଆମର ହଁ ଆମର ଟିକେ କର୍ମ କରିବା ପାଇଁ ଅଛି, ଆମେ କାମ କରିବୁ ନ କଲେ ହବନି। ଆମ ଗୁରୁ ଯଦିଓ ଆମ ପାଇଁ କରିଦେଇକି ଯାଇଛନ୍ତି, ତଥାପି ଆମେ ଗୁରୁଙ୍କୁ ଦର୍ଶନ କରିବା ପାଇଁ ହେଲେ ଆମକୁ କିଛି କର୍ମ କରିବାକୁ ପଡୁଛି, ଆଉ ତାଙ୍କର ତ ନାହିଁ ଆଉ। ହଁ ବାବା ଆମର ଆପଣଙ୍କର ଆମେ ଏମିତି ଗୁରୁଙ୍କୁ ଯେ ଏମିତି ସାକ୍ଷାତ ଦର୍ଶନ ନୁହେଁ, କିନ୍ତୁ ଧର ଆମେ ଧର ଗୋଟେ କୌଣସି ବିପଦରେ ପଡିଲେ ହଠାତ୍ ଗୁରୁଦେବଙ୍କର ନାମ ଧରିକି ବା କଲେ, ଗୁରୁ ବି ସେଇ ବିପଦରୁ ଆମକୁ ଉଦ୍ଧାର କରନ୍ତି ବୋଲି ଆମେ ନିଜେ ଅନୁଭବ ବି ବହୁତ ଥର କଲେଣି। ତାହେଲେ ତ ବଢିଆ କଥା, ଏକଦମ ସୁନ୍ଦର କଥା। ତେଣୁ ତାଙ୍କୁ ତମେ ଇଷ୍ଟ ବୋଲି ମାନି କାମ କର, କରିକି ଚାଲ। ଅନ୍ୟାନ୍ୟ ସାଧୁ ଆଜ୍ଞା ମାନଙ୍କୁ ଦର୍ଶନ କରିବା କିଛି ଅପରାଧ ନୁହେଁ, ହେଲା। ଆଜ୍ଞା ହଁ ଅନ୍ୟ ଆଡକୁ ଆସିକି ବୁଲିକି ଯାଇପାରିବ, କିନ୍ତୁ ଆଜ୍ଞା ଇଷ୍ଟକର୍ମ ଯଦି କରି କିଛି ପାଉଛ ତମେ, ତାହେଲେ କାହିଁକି ଆମେ ମନ ଚିନ୍ତା, ମନକୁ ସ୍ଥିର କର, ମନ ସ୍ଥିର ଆଜ୍ଞା କଲେ ସବୁ ହେଇଯିବ। ହଉ ଦେଖିବା ଗୁରୁ ପ୍ରଭୁ ଆମେ ଯେତେବେଳେ ସମୟ ପାଇବା ଯିବା ଟିକେ ଆପଣଙ୍କ ପାଖକୁ ଟିକେ ବୁଝିବା ପାଇଁ। ହଁ ହଁ